ଭାରତରେ କେଉଁ ମସିହାରୁ ଗୁରୁ ଦିବସ ପାଳନ କରାଯାଉଛି? ଉତ୍ତର 1962 ମସିହା ଠାରୁ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ଉପରାଷ୍ଟ୍ରପତି କିଏ ଥିଲେ? ଉତ୍ତର ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ପରବର୍ତ୍ତୀ ପ୍ରଶ୍ନ, କେଉଁ ମହାପୁରୁଷଙ୍କ ଜନ୍ମଦିବସକୁ ଗୁରୁ ଦିବସ ରୂପେ ପାଳନ କରାଯାଉଛି? ଉତ୍ତର ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ପରବର୍ତ୍ତୀ ପ୍ରଶ୍ନ, ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଭାରତ ରତ୍ନ କେଉଁ ମସିହାରେ ପ୍ରଦାନ କରାଯାଇଥିଲା? ଉତ୍ତର 1954 ମସିହାରେ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ, ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ କେଉଁ ମସିହାରେ ଜନ୍ମଗ୍ରହଣ କରିଥିଲେ? ଉତ୍ତର 5 ସେପ୍ଟେମ୍ବର 1988 ମସିହାରେ ଜନ୍ମଗ୍ରହଣ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ସର୍ବପଲ୍ଲୀ ରାଧାକ୍ରିଷ୍ଣନ କେଉଁ ଦେଶରେ ଭାରତର ରାଷ୍ଟ୍ରଦୂତ ଭାବରେ କାମ କରିଥିଲେ? ଉତ୍ତର USSR। ପରବର୍ତ୍ତୀ ପ୍ରଶ୍ନ, ବିଶ୍ୱ ଶିକ୍ଷକ ଦିବସ କେବେ ପାଳିତ ହୁଏ? ସଠିକ୍ ଉତ୍ତର ହେଲା ଅକ୍ଟୋବର 5 ତାରିଖରେ ବିଶ୍ୱ ଶିକ୍ଷକ ଦିବସ ପାଳିତ ହୁଏ। ପରବର୍ତ୍ତୀ ପ୍ରଶ୍ନ, ଭାରତର ଦ୍ୱିତୀୟ ରାଷ୍ଟ୍ରପତି କିଏ ଥିଲେ? ଏହାର ସଠିକ୍ ଉତ୍ତର ହେଲା ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ପରବର୍ତ୍ତୀ ପ୍ରଶ୍ନ, ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ନୋବେଲ ପୁରସ୍କାର ପାଇଁ କେତେ ଥର ମନୋନୀତ ହୋଇଥିଲେ? ଏହାର ସଠିକ୍ ଉତ୍ତର ହେଲା 16 ଥର ସାହିତ୍ୟ ପାଇଁ ଓ 11 ଥର ଶାନ୍ତି ପାଇଁ ପୁରସ୍କୃତ ହୋଇଥିଲେ। ପରବର୍ତ୍ତୀ ପ୍ରଶ୍ନ, ସର୍ବପଲ୍ଲୀ ରାଧାକ୍ରିଷ୍ଣନ ରାଷ୍ଟ୍ରପତି ଥିବା ସମୟରେ ଭାରତର ପ୍ରଧାନମନ୍ତ୍ରୀ କେଉଁମାନେ ଥିଲେ? ଉତ୍ତର 1 ଜବାହରଲାଲ ନେହେରୁ, 2 ଲାଲ ବାହାଦୁର ଶାସ୍ତ୍ରୀ, 3 ଇନ୍ଦିରା ଗାନ୍ଧୀ। ପରବର୍ତ୍ତୀ ପ୍ରଶ୍ନ, ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମସ୍ଥାନ କେଉଁଠାରେ? ସଠିକ୍ ଉତ୍ତର ହେଲା ତାମିଲନାଡୁର ତିରୁତାନି ଜିଲ୍ଲା ତାଙ୍କର ଜନ୍ମସ୍ଥାନ ଅଟେ। ପରବର୍ତ୍ତୀ ପ୍ରଶ୍ନ, ରାଧାକ୍ରିଷ୍ଣନଙ୍କ ଦେହାନ୍ତି କେଉଁ ସ୍ଥାନରେ ହୋଇଥିଲା? ଉତ୍ତର ମଦ୍ରାସରେ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ, ଦ ଫିଲୋସଫି ଅଫ୍ ରବୀନ୍ଦ୍ରନାଥ ଟାଗୋର କିଏ ଲେଖିଥିଲେ? ଉତ୍ତର ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ପରବର୍ତ୍ତୀ ପ୍ରଶ୍ନ, ରାଧାକ୍ରିଷ୍ଣନ କେଉଁ ମସିହାରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସେଲର ଥିଲେ? ଉତ୍ତର 1939 ମସିହାରେ ଥିଲେ। ପରବର୍ତ୍ତୀ ପ୍ରଶ୍ନ, ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଭାରତର ଉପରାଷ୍ଟ୍ରପତି ଭାବେ କେତେ ଥର ଦାୟିତ୍ୱ ତୁଲାଇଥିଲେ? ଏହାର ସଠିକ୍ ଉତ୍ତର ହେଲା 1952 ମସିହା ଠାରୁ 1962 ମଧ୍ୟରେ 2 ଥର ଦାୟିତ୍ୱ ତୁଲାଇଥିଲେ। ପରବର୍ତ୍ତୀ ପ୍ରଶ୍ନ, ମୃତ୍ୟୁ ସମୟରେ ରାଧାକ୍ରିଷ୍ଣନଙ୍କୁ କେତେ ବୟସ ହୋଇଥିଲା? ଉତ୍ତର 86 ବର୍ଷ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ, କେଉଁ ବ୍ୟକ୍ତି ପ୍ରଥମ ଭାରତୀୟ ପ୍ରଫେସର ଭାବେ ଅକ୍ସଫୋର୍ଡ ୟୁନିଭର୍ସିଟିରେ କାର୍ଯ୍ୟ କରିଥିଲେ? ଉତ୍ତର ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ପରବର୍ତ୍ତୀ ପ୍ରଶ୍ନ, ଶିଶୁର ପ୍ରଥମ ଶିକ୍ଷକ କିଏ ହୋଇଥାଏ? ଉତ୍ତର ହେଲା ମା ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, ମା ହେଉଛି ଶିଶୁର ପ୍ରଥମ ଶିକ୍ଷକ କିଏ କହିଥିଲେ? ଉତ୍ତର ମାଲକୋମ କହିଥିଲେ। ପରବର୍ତ୍ତୀ ପ୍ରଶ୍ନ, ସର୍ବପଲ୍ଲୀ ରାଧାକ୍ରିଷ୍ଣନ ତାଙ୍କର 75 ଶତକଡ଼ା ଦରମା କେଉଁ ସ୍ଥାନରେ ଦାନ କରିଦେଇଥିଲେ? ଉତ୍ତର PM ରିଲିଫ ଫଣ୍ଡରେ 75 ଶତକଡ଼ା ଦାନ କରିଦେଇଥିଲେ। ପରବର୍ତ୍ତୀ ପ୍ରଶ୍ନ, ରାଧାକ୍ରିଷ୍ଣନ କମିଶନର ଅନ୍ୟ ନାମଟି କ'ଣ? ଉତ୍ତର ୟୁନିଭର୍ସିଟି କମିଶନ। ପରବର୍ତ୍ତୀ ପ୍ରଶ୍ନ, କେଉଁ ସଂସ୍ଥା ବିଶ୍ୱ ଶିକ୍ଷକ ଦିବସକୁ ଉଦ୍ଘାଟନ କରିଥାଏ? ଉତ୍ତର ୟୁନେସ୍କୋ।
ପରବର୍ତ୍ତୀ ପ୍ରଶ୍ନ, ୟୁନେସ୍କୋର ମୁଖ୍ୟାଳୟ କେଉଁ ସ୍ଥାନରେ ଅବସ୍ଥିତ? ଉତ୍ତର, ପ୍ୟାରିସ୍, ଯାହା ଫ୍ରାନ୍ସରେ ଅବସ୍ଥିତ। ପରବର୍ତ୍ତୀ ପ୍ରଶ୍ନ, କେଉଁ ମସିହାରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଚେୟାରମ୍ୟାନ୍ ଅଫ୍ ୟୁନେସ୍କୋ ଏକ୍ଜିକ୍ୟୁଟିଭ୍ ବୋର୍ଡକୁ ମନୋନୀତ ହୋଇଥିଲେ? ଉତ୍ତର, 1948 ମସିହାରେ ହୋଇଥିଲେ। ପରବର୍ତ୍ତୀ ପ୍ରଶ୍ନ, ମହାବିଦ୍ୟାଳୟରେ ରାଧାକ୍ରିଷ୍ଣନ୍ଙ୍କ ମୁଖ୍ୟ ବିଷୟ କ'ଣ ଥିଲା? ସଠିକ୍ ଉତ୍ତର ହେଲା ଫିଲୋସଫି ତାଙ୍କର ମୁଖ୍ୟ ବିଷୟ ଥିଲା। ପରବର୍ତ୍ତୀ ପ୍ରଶ୍ନ, ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ କେଉଁ ମସିହାରେ ଟେମ୍ପଲେଟନ୍ ପ୍ରାଇଜ୍ରେ ସମ୍ମାନିତ ହୋଇଥିଲେ? ଉତ୍ତର, 1975 ମସିହାରେ ସମ୍ମାନିତ ହୋଇଥିଲେ। ପରବର୍ତ୍ତୀ ପ୍ରଶ୍ନ, ରାଧାକ୍ରିଷ୍ଣନ୍ 1963 ମସିହାରେ କେଉଁ ସମ୍ମାନରେ ସମ୍ମାନିତ ହୋଇଥିଲେ? ଉତ୍ତର, ଅର୍ଡ଼ର ଅଫ୍ ମେରିଟ୍ ସମ୍ମାନରେ ସମ୍ମାନିତ ହୋଇଥିଲେ। ପରବର୍ତ୍ତୀ ପ୍ରଶ୍ନ, ରାଧାକ୍ରିଷ୍ଣନ୍ଙ୍କ ବିବାହ କେତେ ବୟସରେ ହୋଇଥିଲା? ଏହାର ଉତ୍ତର ହେଲା 16 ବର୍ଷ ବୟସରେ ରାଧାକ୍ରିଷ୍ଣନ୍ଙ୍କ ବିବାହ ହୋଇଥିଲା। ଆଜିର ଶେଷ ପ୍ରଶ୍ନ, ରାଜନେତା ହେବା ପୂର୍ବରୁ ରାଧାକ୍ରିଷ୍ଣନ୍ଙ୍କ ବୃତ୍ତି କ'ଣ ଥିଲା? ଉତ୍ତର, ଶିକ୍ଷକ ତାଙ୍କର ବୃତ୍ତି ଥିଲା।